ଗାଁରେ ହଜି ଯାଇଥିବା କିଛି ଜିନିଷ ଗାଁ ଗଣ୍ଡାରେ ଆଉ ଭାଗବତ ଟୁଙ୍ଗି ଦେଖିବାକୁ ମିଳୁନି। ଗାଁରେ ଚକୁଳିଆ ପଣ୍ଡାର ଗୀତ ଆଉ ଶୁଣିବାକୁ ମିଳୁନି। ଗାଁରେ ଆଉ ଡାକବାଲର ଡାକ ଶୁଭୁନି। ଚିଠି ନିଅ ଚିଠି, ଗାଁରେ ଢିଙ୍କି କୁଟା ସ୍ୱର ଆଉ ଶୁଭା ଯାଉନି। ଗାଁ ଗଣ୍ଡାରେ ଆଉ ଶଗଡ଼ ଯିବାର ସ୍ୱର ଶୁଭା ଯାଉନି। ଆଉ ନାହିଁ ସେ କଳା ଧଳା ଟିଭି ଯେଉଁଥିରେ ପ୍ରତି ରବିବାର ନୂଆ ନୂଆ ଓଡ଼ିଆ ଚଳଚ୍ଚିତ୍ର ଦେଖିବା ପାଇଁ ଲୋକଙ୍କ ଭିଡ଼ ଜମିଥାଏ। ଆଉ ବସନ୍ତ ଋତୁରେ ଆମ୍ବ ଗଛରେ କୋଇଲିର ସ୍ୱର ଶୁଭା ଯାଉନି। ହୁଏତ ଆଜି ଆମେ ବୈଜ୍ଞାନିକ ଯୁଗରେ ସବୁ ଜିନିଷ ସାଙ୍ଗେ ସାଙ୍ଗେ ପାଇପାରୁଛେ, କିନ୍ତୁ ପ୍ରକୃତ ଶାନ୍ତି କ'ଣ, ତାହା କ'ଣ ମିଳୁଛି? ଆଗେ ଲୋକମାନେ କିଛି ରୋଗ ହେଲେ ଝଡ଼ା ଫୁଙ୍କାରେ ଲୋକେ ଭଲ ହେଇଯାଉଥିଲେ, କିନ୍ତୁ ଏବେ ଏମିତି ଅଚିହ୍ନା ରୋଗ ହେଉଛି ଡାକ୍ତର ବି ଜାଣିପାରୁନାହାନ୍ତି। ଜୟ ଶ୍ରୀ ଜଗନ୍ନାଥ।